ଦେଖନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଶ୍ନକାଳ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସାରା ଓଡ଼ିଶାବାସୀ ଚାହିଁଥାନ୍ତି ଯେ ସାରା ଓଡ଼ିଶାରେ ବିଭିନ୍ନ ସମସ୍ୟାର ପ୍ରଶ୍ନ ସେହି ସମୟରେ ପଚରାଯାଉ ଏବଂ ଗଣତନ୍ତ୍ରର ବ୍ୟବସ୍ଥାରେ ନିଶ୍ଚିତ ଭାବରେ ବିରୋଧୀ ପ୍ରଶ୍ନ କରିବାର ଭୂମିକା ଅଛି ଏବଂ ସରକାରୀ ଦଳ ହିସାବରେ ଆମର ମଧ୍ୟ ଉତ୍ତର ରଖିବାର ଭୂମିକା ଅଛି। ସାରା ଓଡ଼ିଶାବାସୀ ଚାହିଁଥାନ୍ତି ଯେ ଏ ବିଧାନସଭା ସୁରୁଖୁରୁରେ ଚାଲୁ, ସରକାର ଏବଂ ବିରୋଧୀର ଯେଉଁ ବାର୍ତ୍ତାଳାପ ସେ କଥା ଲୋକଲୋଚନକୁ ଆସୁ, ଆମେ ସବୁ କ'ଣ କରିଛେ ଆମେ କହିବାର ଆବଶ୍ୟକତା ଅଛି ଏବଂ ତାଙ୍କ ପ୍ରଶ୍ନ ଉତ୍ତର ଦେବାର ଆବଶ୍ୟକତା ଅଛି। ଯେହେତୁ ବିରୋଧୀ କଂଗ୍ରେସ ପାଖରେ ଏବଂ ବିଜେଡି ପାଖରେ ପ୍ରସଙ୍ଗ ନାହିଁ, ଅପ୍ରସଙ୍ଗ ପ୍ରସଙ୍ଗ ସେମାନେ କରୁଛନ୍ତି ଏବଂ ମିଛଟାରେ ଗଣତନ୍ତ୍ର ହତ୍ୟା କରୁଛନ୍ତି ଏବଂ ସେମାନେ ବିଧାନସଭାକୁ ଚଲେଇବାକୁ ଦଉନାହାନ୍ତି। କିଏ ମନା କରିଛି ଯେ ବିଧାନସଭାରେ ଏଭଳି ହୋ ହଲ୍ଲା କରି ଗୃହ ମଧ୍ୟଭାଗକୁ ଆସି ବିଧାନସଭା ବନ୍ଦ କରିବା? ଏହା ଅତି ଦୁଃଖଦାୟକ ଏବଂ ନିନ୍ଦନୀୟ। ଏବଂ ଆଜି ତ ସେମାନେ ଯେଉଁ ମୁଲତବୀ ପ୍ରସ୍ତାବ ଆଣିଛନ୍ତି, କଂଗ୍ରେସ ଆଣିଛନ୍ତି, ତାକୁ ଆମେ ନିଶ୍ଚିତ ରୂପରେ ଗ୍ରହଣ କରି ସାରିଛୁ। ଆମେ ତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ଯେଉଁ ମୁଲତବୀ ପ୍ରସ୍ତାବ ଆଣିଛନ୍ତି, ପୁଣି କାହିଁକି ଦରକାର ପଡ଼ିଲା ଯେ ଗୃହର ମଧ୍ୟଭାଗକୁ ଆସିକି ହଟ୍ଟଗୋଳ କରିବା, ଗୃହକୁ ଚଲେଇ ନଦେବା? ଏଥିରେ କିଭଳି ମାନସିକତା ଜଣାପଡ଼ୁଛି। ବିଜେଡି ଏବଂ କଂଗ୍ରେସ ପଳାୟନପନ୍ଥୀ, ସେମାନେ ଗଣତନ୍ତ୍ର ବ୍ୟବସ୍ଥାକୁ ବିଶ୍ୱାସ କରନ୍ତି ନାହିଁ। ହୋ ହଲ୍ଲା କରିକି ବିଧାନସଭାକୁ ବନ୍ଦ କରିବା ଏବଂ ଲୋକଙ୍କୁ ଭ୍ରାନ୍ତ ସୃଷ୍ଟି କରିବା ତାଙ୍କର ଏକ ମୂଳ ପରିଚାୟକ ହୋଇସାରିଛି।